ଯୀଶୁଙ୍କ ମହିମା ସଦା ତାଙ୍କ କର ତାଙ୍କ ଆରାଧନା। ପ୍ରିୟ ଶ୍ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ପବିତ୍ର ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ହିତୋପଦେଶ 6 ଅଧ୍ୟାୟର 16 ଏବଂ 17 ପଦରେ ଆମେ ଏହିପରି ପାଠ କରୁ। 6 ଗୋଟି ବିଷୟକୁ ସଦାପ୍ରଭୁ ଘୃଣା କରନ୍ତି, ସପ୍ତ ବସ୍ତୁ ମଧ୍ୟ ତାହାଙ୍କର ଘୃଣାଯୋଗ୍ୟ: ଅହଙ୍କାର ଦୃଷ୍ଟି, ମିଥ୍ୟାବାଦୀ ଜିହ୍ବା ଓ ନିର୍ଦ୍ଦୋଷ ରକ୍ତପାତକାରୀ ହସ୍ତ। ଯେପରି ସମ୍ପତ୍ତି, ଅଧିକାର, ଯଶ ପ୍ରାପ୍ତି ହେଲେ ମନରେ ଗର୍ବ ଜାତ ହୁଏ, ସେହିପରି ଧାର୍ମିକତାର ଅତ୍ୟଧିକ ଆତ୍ମବିଶ୍ୱାସରୁ ମଧ୍ୟ ଅହଙ୍କାର ଜାତ ହୁଏ। ଏହିପରି ବ୍ୟକ୍ତି ନିଜକୁ ଶ୍ରେଷ୍ଠ ଓ ଅନ୍ୟକୁ ସାମାନ୍ୟ ମଣିଥାଏ। ପ୍ରଭୁ ଯୀଶୁଖ୍ରୀଷ୍ଟ ଏହା ସମ୍ବନ୍ଧରେ 2 ଜଣ ବ୍ୟକ୍ତିଙ୍କ ବିଷୟରେ କହିଲେ, ଯେଉଁମାନଙ୍କ ମଧ୍ୟରୁ ଜଣେ ଫାରୁସୀ, ଅନ୍ୟ ଜଣେ କରଗ୍ରାହୀ, ଏବଂ ଯେଉଁମାନେ ପ୍ରାର୍ଥନା କରିବା ନିମନ୍ତେ ମନ୍ଦିରକୁ ଗଲେ। ଫାରୁସୀ ଠିଆ ହୋଇ ଆପଣା ନିକଟରେ ଏହି ପ୍ରକାର ପ୍ରାର୍ଥନା କରିବାକୁ ଲାଗିଲା: ହେ ଈଶ୍ୱର, ମୁଁ ତୁମକୁ ଧନ୍ୟବାଦ ଦେଉଅଛି ଯେ ମୁଁ ଅନ୍ୟ ସମସ୍ତ ଲୋକଙ୍କ ପରି ଅତ୍ୟାଚାରୀ, ଅଧାର୍ମିକ, ବ୍ୟଭିଚାରୀ କିମ୍ବା ଏହି କରଗ୍ରାହୀ ପରି ସୁଦ୍ଧା ନୁହେଁ। ମୁଁ ସପ୍ତାହରେ 2 ଥର ଉପବାସ କରିଥାଏ ଓ ମୋର ସମସ୍ତ ଆୟର ଦଶମାଂଶ ଦାନ କରିଥାଏ। ଏହାର ବିପରୀତରେ କରଗ୍ରାହୀ ଜଣକ ଦୂରରେ ଠିଆ ହୋଇ ଊର୍ଦ୍ଧ୍ୱକୁ ସୁଦ୍ଧା ଅନେଇବାକୁ ସାହସ କଲା ନାହିଁ, କିନ୍ତୁ ଆପଣା ଛାତିରେ ମାରି ହୋଇ କହିବାକୁ ଲାଗିଲା: ହେ ଈଶ୍ୱର, ମୁଁ ପାପୀ, ମୋତେ ଦୟାକର। ପ୍ରଭୁ ଯୀଶୁ କହିଲେ ଯେ ଫାରୁସୀ ନୁହେଁ, ବରଂ କରଗ୍ରାହୀ ଧାର୍ମିକ ହୋଇ ଗଣିତ ହୋଇ ନିଜ ଗୃହକୁ ଚାଲିଗଲା। ଈଶ୍ୱର ଅହଙ୍କାରୀ ଦୃଷ୍ଟିକୁ ଘୃଣା କରନ୍ତି। ଆତ୍ମଧାର୍ମିକତା ଦ୍ୱାରା ମଣିଷ ଧାର୍ମିକ ଗଣିତ ହୋଇପାରେ ନାହିଁ। ଯେ କେହି ନିଜକୁ ଧାର୍ମିକ ଦେଖାଇ ଅହଙ୍କାରରେ ନିଜକୁ ଉନ୍ନତ କରେ, ସେ ନତ କରାଯିବ। ଯିଏ କେହି ନିଜକୁ ନମ୍ର କରେ, ଅନୁତାପପୂର୍ବକ ସେହି କରଗ୍ରାହୀ ପରି କହିବ: ହେ ଈଶ୍ୱର, ମୁଁ ପାପୀ, ମୋତେ ଦୟାକର। ତାହାର ପାପ କ୍ଷମା ହେବ, ପୁଣି ସେ ଧାର୍ମିକ ଗଣିତ ହେବ। ଆପଣ ମଧ୍ୟ ଯେପରି ଈଶ୍ୱରଙ୍କର ଏହି ଧାର୍ମିକତା ପ୍ରାପ୍ତ ହେବେ, ଆପଣଙ୍କ ପାଇଁ ଈଶ୍ୱରଙ୍କ ଠାରେ ଆମର ପ୍ରାର୍ଥନା।